ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରେ ଟିପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ $5 ବିଲିୟନ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରୁତି ଦେଇଛି। ଉଭୟ ଦେଶ ଏକ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ ଏବଂ ଆଞ୍ଚଳିକ ସୁରକ୍ଷା ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ରାଜ୍ୟ ସରକାର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ 14 ବର୍ଷ ମଧ୍ୟରେ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧିତ ତଥ୍ୟ ଏବଂ ଏହାର ବୈଧତା ଉପରେ ଏବେ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ପ୍ରାୟ 1,69,00,000 ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଶିବିର ଆୟୋଜନ ମାଧ୍ୟମରେ ଏହି ଜାତିଗତ ପ୍ରମାଣପତ୍ର ତତ୍କାଳୀନ ସରକାର ବଣ୍ଟନ କରିଥିଲେ। ଉପବିଭାଗୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରତ୍ୟେକ ପ୍ରମାଣପତ୍ରର ଯାଞ୍ଚ କରିବେ। ତଥ୍ୟଭିତ୍ତିକ ନଥିବା କିମ୍ବା ଅନିୟମିତତା ଆଧାରିତ ପ୍ରମାଣପତ୍ରଗୁଡ଼ିକୁ ଆଇନ ଅନୁଯାୟୀ ବାତିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ବାଦ ପଡ଼ିଥିବା ଲୋକଙ୍କୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କର ଜାତିଗତ ପ୍ରମାଣପତ୍ର ବୈଧ ନଥିଲେ ବାତିଲ କରାଯିବା ସହ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ମଧ୍ୟ ସମୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ସିକ୍କିମ ରାଜ୍ୟ ଆଜି ତା'ର 51ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହା ଆଜିର ଦିବସରେ ଭାରତର 22ତମ ରାଜ୍ୟ ଭାବେ ସିକ୍କିମ ମାନ୍ୟତା ଲାଭ କରିଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଅପରାହ୍ନରେ ଗ୍ୟାଙ୍ଗଟକ୍ର ମନନ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଯୋଗଦେବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଧାକ୍ରିଷ୍ଣନଙ୍କର ଏହା ପ୍ରଥମ ସିକ୍କିମ ଗସ୍ତ। ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଗୋଲେ, କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗଦେବେ। ଏହି ଅବସରରେ ଉପରାଷ୍ଟ୍ରପତି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବ୍ୟାପକ ପରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସରଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ ଜୀବନ ଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ମସିହାରେ ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମ ଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକ ଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ 2-ସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19ରୁ 22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26ରୁ 29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ଟାରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକିମ୍, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।